ନମସ୍କାର ଦର୍ଶକ ବନ୍ଧୁ। ଆଜିର ଏହି ଭିଡିଓ ମାଧ୍ୟମରେ ଆମର ଏହି ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ ଜଣାଉଛୁ। ଏ ବର୍ଷ ଶାରଦୀୟ ନବରାତ୍ରି 3 ଅକ୍ଟୋବରରୁ ଆରମ୍ଭ ହୋଇ 11 ଅକ୍ଟୋବରରେ ଶେଷ ହେଉଛି। ଏହି ବର୍ଷ ଆଶ୍ୱିନ ମାସ ପ୍ରତିପଦା ତିଥିରେ ଅକ୍ଟୋବର 3 ତାରିଖ ଗୁରୁବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି। ଆଉ ଏହି ପ୍ରତିପଦା ତିଥି ଅକ୍ଟୋବର 3 ତାରିଖ ଗୁରୁବାର ଦିନ ରାତି 12:18 ଆରମ୍ଭ ହୋଇ 4 ଅକ୍ଟୋବର ଶୁକ୍ରବାର ଦିନ ରାତି 2:58 ପର୍ଯ୍ୟନ୍ତ ରହିବ। ଆଉ ଏହି 9 ଦିନ ଆପଣମାନେ ନିହାତି ଉପବାସ କରି ଦୁର୍ଗା ମାଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଖାଲି ସେତିକି ନୁହେଁ ଦର୍ଶକ ବନ୍ଧୁ, ମା ଦୁର୍ଗାଙ୍କର ସପ୍ତଶତୀ ପାଠ, ଦୁର୍ଗା ସ୍ତୋତ୍ର ଏବଂ ଦୁର୍ଗା ଚାଳିଶା ମଧ୍ୟ ପାଠ କରିବା ନିହାତି ଆବଶ୍ୟକ। ଏହା ସହ ରାମଚରିତ ମାନସ ମଧ୍ୟ ପାଠ କରାଯାଏ। ଭକ୍ତି ଭାବ ଆଉ ଆରାଧନାରେ ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ଶାସ୍ତ୍ର ଅନୁସାରେ ନବରାତ୍ରି 9 ଦିନ ବିଧି ବିଧାନର ସହ ମା ଦୁର୍ଗାଙ୍କର 9 ରୂପର ବିଧି ବିଧାନର ସହ ପୂଜା କରିବା ଉଚିତ। ନବମୀ ତିଥିରେ ମାନେ 9 ଦିନ କନ୍ୟା ପୂଜନ ନିହାତି କରନ୍ତୁ। ଯେଉଁ ଲୋକ ବି ପୁରା ବିଧି ବିଧାନର ସହ ନବରାତ୍ରିର ପର୍ବ ପାଳନ କରନ୍ତି ତାଙ୍କୁ ମା ଦୁର୍ଗାଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଏହା ସହ ଆପଣଙ୍କର ଯାହା ବି ମନସ୍କାମନା ଥାଏ ତାହା ତୁରନ୍ତ ପୂରଣ ହୋଇଥାଏ। ଆପଣଙ୍କର କୁଣ୍ଡଳୀରେ ଥିବା ଗ୍ରହରିଷ୍ଟ ଖଣ୍ଡନ ହୋଇଥାଏ। 7 ଅକ୍ଟୋବର ଚତୁର୍ଥୀ ତିଥି ଦିନ ମାତା କୁଷ୍ମାଣ୍ଡାଙ୍କର ପୂଜା କରନ୍ତୁ। 8 ଅକ୍ଟୋବର ପଞ୍ଚମୀ ତିଥି ଇସ୍କଣ୍ଡ ମାତାଙ୍କର ପୂଜା କରନ୍ତୁ। 9 ଅକ୍ଟୋବର ଷଷ୍ଠୀ ତିଥିରେ ମା କାତ୍ୟାୟନୀଙ୍କର ପୂଜା କରାଯାଏ। 10 ଅକ୍ଟୋବର ସପ୍ତମୀ ତିଥିରେ ମା କାଳରାତ୍ରିଙ୍କର ପୂଜା କରାଯାଏ। 11 ଅକ୍ଟୋବର ଅଷ୍ଟମୀ ତିଥିରେ ମହାଗୌରୀଙ୍କର ପୂଜା କରାଯାଏ। 12 ଅକ୍ଟୋବର ନବମୀ ତିଥିରେ ସିଦ୍ଧିଦାତ୍ରୀଙ୍କର ପୂଜା କରାଯାଏ ଏବଂ କନ୍ୟା ପୂଜା ମଧ୍ୟ କରାଯାଏ। ଏ ବର୍ଷ ତୃତୀୟା ତିଥିର ଦ୍ୱିତୀୟ ଦିନ ପଡ଼ିଥିବାରୁ ଏହି ନବରାତ୍ରିର ପର୍ବ 10 ଦିନ ପାଳନ କରାଯିବ। 3 ଅକ୍ଟୋବର କଳସ ବସାଇ ମା ଦୁର୍ଗାଙ୍କର 9 ରୂପକୁ ପୂଜା କରନ୍ତୁ। ଏହା ସହ ଦୁର୍ଗା ଚାଳିଶା ପାଠ କରିବେ। ମାଙ୍କର ସବୁଠାରୁ ଶକ୍ତିଶାଳୀ ନବାର ମନ୍ତ୍ରକୁ ଜପ ନିହାତି କରନ୍ତୁ। ଏହି ନବରାତ୍ରିର ପୁରା ଦିନ ଆପଣମାନେ ଶାନ୍ତିର ସହ ପୂଜା ପାଠ କରିବା ଉଚିତ। ନବରାତ୍ରିର 9 ଦିନ ଆପଣମାନେ କ୍ରୋଧିତ ହୁଅନ୍ତୁ ନାହିଁ କି ଛୋଟ ଛୁଆଙ୍କୁ ଉପରେ ଆଦୌ ରାଗିବେ ନାହିଁ କିମ୍ବା ହାତ ଉଠାଇବେ ନାହିଁ। ଆପଣଙ୍କ କ୍ରୋଧକୁ ଆପଣ ନିୟନ୍ତ୍ରଣ ରଖିବେ। ଏହା ସହ 9 ଦିନ ଯାକ ଆପଣମାନେ ସାତ୍ତ୍ୱିକ ଭୋଜନ କରିବେ। ପୁରା ପରିବାର ଆମିଷ ଭୋଜନ କରିବେ ନାହିଁ। ଆପଣମାନଙ୍କୁ ଏହି ନବରାତ୍ରିରେ ପୂଜା ବେଳେ ଯଦି ଏହି ସଂକେତ ମିଳେ ତେବେ ଜାଣିବେ ଯେ ଆପଣଙ୍କ ପୂଜାରେ ମା ପ୍ରସନ୍ନ ହେଇଛନ୍ତି। ଆପଣଙ୍କ ଘରକୁ ମା ନିଜେ ଆସିଛନ୍ତି। ଆପଣମାନେ ନିହାତି ପୂଜା କରୁଥିବା ସମୟରେ ଆପଣଙ୍କ ଆଖିରେ ଲୁହ ଆସିବା, ମନରୁ କୋହ ଆସିବ। ତେବେ ଆପଣମାନେ ଜାଣିବେ ଯେ କୋଉଠି ନା କୋଉଠି ମା ନିଜେ ତାଙ୍କର କଲ୍ୟାଣ ଆପଣଙ୍କ ଉପରେ ପ୍ରଦାନ କରିଛନ୍ତି। ଆଉ ଏକ ସଂକେତ, ଏହି ନବରାତ୍ରି ସମୟରେ ଆପଣ ରାତ୍ରିରେ ଶୋଇଥିବେ, ହଠାତ୍ ଆପଣଙ୍କର ବ୍ରହ୍ମ ମୁହୂର୍ତ୍ତରେ ନିଦଟି ଭାଙ୍ଗିଯିବ। ହଠାତ୍ 3ଟା କିମ୍ବା 4ଟା ଭିତରେ ନିଦଟି ଭାଙ୍ଗିଯିବ। ଏହା ମଧ୍ୟ ଏକ ପ୍ରକାର ଶୁଭ ସଂକେତ। ଆଉ ଏଥିରୁ ମଧ୍ୟ ଆପଣମାନେ ଜାଣିବେ ଯେ ମା ଆପଣଙ୍କ ଉପରେ ମାଙ୍କର କୃପା ଆପଣଙ୍କୁ ପ୍ରାପ୍ତ ହୋଇଛି। ଆଉ ଏକ ସଂକେତ, ଆପଣ ହଠାତ୍ ଅନୁଭବ କରିବେ ଆପଣଙ୍କୁ ହଠାତ୍ ଦିବ୍ୟ ବାସ୍ନା ଆପଣଙ୍କ ପୂଜା ଘରେ ଦିବ୍ୟ ବାସ୍ନା ସୁଗନ୍ଧ ଅନୁଭବ ହେବ। ଯେପରିକି ମା ନିଜେ ଆପଣଙ୍କ ଘରକୁ ଓହ୍ଲେଇ ଆସିଛନ୍ତି। ଏହିପରି ଆପଣ ଅନୁଭବ କରିବେ। ତେବେ ଜାଣିବେ ମା ଆପଣଙ୍କ ଘରକୁ ଆସିଛନ୍ତି। ଆଉ ଏକ ସଂକେତ, ଆପଣଙ୍କ ସ୍ୱପ୍ନରେ ଛୋଟ ଛୋଟ ଛୁଆଙ୍କୁ ଆପଣ ସ୍ୱପ୍ନ ଦେଖନ୍ତି। ପୁରା ସାଜସଜ୍ଜାର ସହିତ କୁନି କୁନି ଝିଅ ଛୁଆଙ୍କୁ ଆପଣ ଯଦି ସ୍ୱପ୍ନ ଦେଖନ୍ତି
ତେବେ ଏହାର ଉଦ୍ଦେଶ୍ୟ ମଧ୍ୟ ମା ଦୁର୍ଗାଙ୍କୁ ଦେଖିବା ସହିତ ସମାନ। 9 ବର୍ଷରୁ କମ୍ ଯେଉଁ କନ୍ୟା ସେମାନେ ଗୌରୀ ଜାତୀୟ କନ୍ୟା ଅଟନ୍ତି। ସେଥିପାଇଁ 9 ବର୍ଷର କମ୍ କନ୍ୟାମାନଙ୍କୁ ଏହି ନବରାତ୍ରିରେ ପୂଜା କରାଯାଏ। ଆଉ ଏକ ସଂକେତ, ଯଦି ଏହି ନବରାତ୍ରି ପୂଜା ସମୟରେ ଗୋମାତା ଆପଣଙ୍କ ଘରକୁ ଆସନ୍ତି, ତେବେ ଜାଣିବେ ମା ଦୁର୍ଗା ଆପଣଙ୍କ ଘରକୁ ଆସିଛନ୍ତି। କାରଣ ମା ଦୁର୍ଗାଙ୍କର ଭଉଣୀ ହେଉଛନ୍ତି କାମଧେନୁଙ୍କର ସ୍ୱରୂପ ହେଉଛନ୍ତି ଗୋମାତା। ତେଣୁ ଗୋମାତା ଆପଣଙ୍କ ଘରକୁ ଯଦି ଆସନ୍ତି, ତାହେଲେ ଜାଣିବେ ଯେ ନିଶ୍ଚିନ୍ତ ମା ଦୁର୍ଗାଙ୍କର ଆବିର୍ଭାବ ଆପଣଙ୍କ ଘରେ ଆଗମନ ହୋଇଛି। ମନେ ରଖନ୍ତୁ, ଗୋମାତାଙ୍କୁ ଖାଲି ହାତରେ କେବେ ବି ଆପଣ ଯିବାକୁ ଦେବେନି। ଗୋମାତାଙ୍କୁ କିଛି ନା କିଛି ଖାଦ୍ୟ ଖାଇବାକୁ ନିଶ୍ଚିନ୍ତ ଦେବେ। ଆଉ ଏକ ସଂକେତ, ଆପଣଙ୍କ ଘରକୁ ଯଦି ମହୁମାଛି ଆସନ୍ତି, ତେବେ ମଧ୍ୟ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଆଉ ଏଥିରୁ ମଧ୍ୟ ଆପଣମାନେ ଜାଣିବେ ଯେ ମା ଦୁର୍ଗାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ନିହାତି ଭାବରେ ପ୍ରାପ୍ତ ହୋଇଛି। ଆଉ ଏକ ସଂକେତ, ଆପଣମାନେ ଏହି ନବରାତ୍ରି ପୂଜାରେ ନିହାତି ଅଖଣ୍ଡ ଦୀପ ଜାଳିଥିବେ। ଆଉ ଲକ୍ଷ୍ୟ ରଖିବେ ସେହି ଅଖଣ୍ଡ ଦୀପର ଶିଖା ହଠାତ୍ ଜୋରରେ ଜଳିବାକୁ ଲାଗିବ। ତେବେ ମଧ୍ୟ ମା ଦୁର୍ଗା ଆପଣଙ୍କ ପୂଜାରେ ପ୍ରସନ୍ନ ଅଛନ୍ତି ବା ଆପଣଙ୍କ ପୂଜା ପାଖକୁ ମାତା ଦୁର୍ଗା ଆସିଛନ୍ତି। ଆଉ ଏକ ସଂକେତ, ଏହି ନବରାତ୍ରି ପୂଜା ସମୟରେ କଳା ପିମ୍ପୁଡ଼ି ଯଦି ଧାଡ଼ି ବାନ୍ଧି ଆପଣଙ୍କ ଘରକୁ ଆସୁଛନ୍ତି, ତେବେ ମଧ୍ୟ ଜାଣିବେ ଏହା ଏକ ଶୁଭ ସଂକେତ ଏବଂ ମାତାଙ୍କର କୃପା ଆପଣଙ୍କ ଉପରେ ପଡ଼ିଛି। ତେଣୁକରି କଳା ପିମ୍ପୁଡ଼ିକୁ ଆପଣ କିଛି ନା କିଛି ଖାଇବାକୁ ଦେବେ, ଯେମିତିକି ଚିନି, ମିଶ୍ରି ବା ଗୁଡ଼ ଖାଇବା ପାଇଁ ନିହାତି ଦିଅନ୍ତୁ। ଅନ୍ୟ ଏକ ସଂକେତ, ଏହି ନବରାତ୍ରି ସମୟରେ ଯଦି କୌଣସି ଭିକ୍ଷୁକ ବା ମୁନି ଋଷି କିମ୍ବା ବ୍ରାହ୍ମଣ ଆପଣଙ୍କ ଦୁଆରକୁ ଆସନ୍ତି, ତେବେ ମଧ୍ୟ ମା ଦୁର୍ଗାଙ୍କର ଆଗମନ ଆପଣଙ୍କ ଘରକୁ ହୋଇଛି। କେବେ ବି ସେହି ଭିକ୍ଷୁକ ବା ବ୍ରାହ୍ମଣ ବା କୌଣସି ଦୁଃଖୀ ଲୋକଙ୍କୁ ଆପଣ ଖାଲି ହାତରେ କେବେ ବି ଆପଣଙ୍କ ଘରୁ ଫେରିବାକୁ ଦିଅନ୍ତୁନି। ତାଙ୍କୁ କିଛି ନା କିଛି ଅବଶ୍ୟ ଦାନ କରନ୍ତୁ। ଏହା ସହ ଆଉ ଗୋଟେ କଥା ମନେ ରଖନ୍ତୁ, ଏହି ନବରାତ୍ରି ସମୟରେ ଆପଣମାନେ ଏହି ଜିନିଷ ଆଦୌ ଖାଆନ୍ତୁ ନାହିଁ। ନବରାତ୍ରି ସମୟରେ ପାଣି ପୁରି ଆଦୌ ଖାଆନ୍ତୁ ନାହିଁ। କାରଣ ଏହି ନବରାତ୍ରି 9 ଦିନ ମଧ୍ୟରେ ଶୁକ୍ରବାର ପଡ଼ିଥାଏ। ମା ସନ୍ତୋଷୀଙ୍କର ପ୍ରିୟ ବାର ଶୁକ୍ରବାର। ତେଣୁ ଆପଣମାନେ ଖଟା ଜାତୀୟ ଖାଦ୍ୟ ମାନେ ପାଣି ପୁରି ଖାଇବେ ନାହିଁ। ମା ସନ୍ତୋଷୀ ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି। କାରଣ ଏହି ନବରାତ୍ରିରେ ମା ସନ୍ତୋଷୀ ଜାଗୃତ ରହିଥାନ୍ତି। ଆଉ ଏହି ନବରାତ୍ରି ସମୟରେ ମା ସନ୍ତୋଷୀଙ୍କର ଶକ୍ତି 1000 ଗୁଣା ବଢ଼ି ଯାଇଥାଏ। ତେଣୁକରି ନବରାତ୍ରି ସମୟରେ ଆପଣମାନେ ରସୁଣ, ପିଆଜ ଏବଂ ଖଟା ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଆପଣମାନେ ବ୍ରତ ରଖନ୍ତୁ କିମ୍ବା ନ ରଖନ୍ତୁ, ଏହି ଖାଦ୍ୟ ଆଦୌ ସେବନ କରନ୍ତୁ ନାହିଁ। ମନେ ରଖନ୍ତୁ, ନବରାତ୍ରି ସମୟରେ ସୋରିଷ ତେଲ କିମ୍ବା ରିଫାଇନ୍ ତେଲର ବ୍ୟବହାର ଆଦୌ କରନ୍ତୁ ନାହିଁ। ଆପଣ ଚାହିଁଲେ ଘିଅ, ବାଦାମ ତେଲ ବା ନଡ଼ିଆ ତେଲର ବ୍ୟବହାର କରିପାରିବେ। ନବରାତ୍ରି ସମୟରେ କୌଣସି ବୋତଲ ବା ଡବା ଦ୍ୱାରା ବିକ୍ରି ହେଉଥିବା ଜୁସ୍ ବଜାରରୁ ଆଣି ସେବନ କରନ୍ତୁ ନାହିଁ। ଆପଣମାନେ ଚାହିଁଲେ ନିଜେ ଆପଣଙ୍କ ଘରେ ପଣା ବା ଜୁସ୍ ପ୍ରସ୍ତୁତ କରି ଆପଣ ସେବନ କରିପାରିବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ, ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।